खिरेई टाଙ୍ଗିରିରେ ପାଳିତ ହେଲା ରଜ ମହୋତ୍ସବ 2024। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଭୁରୁଡ଼ିପୋଷି ସାହିରେ ପାଳିତ ହୋଇଯାଇଛି ରଜ ମହୋତ୍ସବ 2024। ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ରଜର ମାହୋଲକୁ ଫିକା କରି ଦେଇନାହାନ୍ତି ରଜପ୍ରେମୀ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ରଜ ପର୍ବକୁ ଭିନ୍ନ ଭିନ୍ନ ରୂପରଙ୍ଗରେ ପାଳନ କରିବାର ଦୃଶ୍ୟ ନଜରକୁ ଆସିଛି, ଯାହାକି ଏ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଅତ୍ୟଧିକ ଗ୍ରୀଷ୍ମର ପ୍ରଭାବ ଜାରି ରହିଥିଲେ ମଧ୍ୟ ଗ୍ରୀଷ୍ମକୁ ଖାତିର ନ କରି ରଜ ପର୍ବ ପାଳନ କରିବାରେ ସମସ୍ତେ ବ୍ୟସ୍ତ। ଛୋଟରୁ ବଡ଼ ପର୍ଯ୍ୟନ୍ତ ଗାଁ ମୁଣ୍ଡ ଦଳି ପଡ଼ିଆରେ ଦଳିର କେଁ କଟର ଶବ୍ଦରେ ନିଜକୁ ହଜେଇ ଦେଇଛନ୍ତି। ବନ୍ଧୁ ବାନ୍ଧବ ସହିତ ନୂଆ ନୂଆ ସାଙ୍ଗସାଥୀଙ୍କ ସହିତ ଅପୂର୍ବ ମିଳନ ଘଟିଥାଏ ଏହି ରଜ ମହୋତ୍ସବରେ। ସାଙ୍ଗସାଥୀ ଗହଣରେ ରଜ ପର୍ବକୁ ସ୍ୱାଗତ କରିବା ପାଇଁ ଏଠାରେ ଭିନ୍ନ ଏକ ପ୍ରସ୍ତୁତି କରାଯାଇଥିଲା, ଯାହାକି ସମସ୍ତଙ୍କୁ ଆକର୍ଷିତ କରିଥିଲା। ଆମର ମହିଳାମାନଙ୍କୁ ନେଇ ଆକର୍ଷଣୀୟ ଖେଳ ସାଙ୍ଗକୁ ଛୋଟ ଛୋଟ ପିଲାମାନଙ୍କ ପାଇଁ ସାଧାରଣ ଜ୍ଞାନ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ପୂର୍ବତନ ସରପଞ୍ଚ ବନଜ କୁମାର ନାୟକଙ୍କ ଦ୍ୱାରା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ। ଆଉ କୃତି ପ୍ରତିଯୋଗୀମାନଙ୍କୁ ଆୟୋଜକ କମିଟି ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏମିତି ଏକ ନିଆରା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଏ ଆଖପାଖ ଗ୍ରାମର ରଜପ୍ରେମୀମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଖିରେଇ ଟାଙ୍ଗିରି ରଜ ମହୋତ୍ସବ 2024 ଏ ବର୍ଷ ଭିନ୍ନ ଏକ ପରିବେଶ ମଧ୍ୟରେ ଆୟୋଜନ ହୋଇଥିଲା। ଆୟୋଜକ ପାର୍ବତୀୟ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ପ୍ରହ୍ଲାଦ କୁମାର ମହାନ୍ତଙ୍କ ତତ୍ତ୍ୱାବଧାନରେ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। କିନ୍ତୁ ପ୍ରବଳ ଗୁଳୁଗୁଳି ଆଉ ପାଗର ବିଶେଷ ପରିବର୍ତ୍ତନ ଯୋଗୁଁ ଜନଗହଳିର ହାଲୁକା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏହି ଉତ୍ସବ ଭିନ୍ନ ରୂପରେ ଆଉ ନୂଆ ରୂପରଙ୍ଗ ନେଇ ରଜ ମହୋତ୍ସବକୁ ପାଳନ କରାଯିବ ବୋଲି ଆୟୋଜକ କମିଟି ପ୍ରକାଶ କରିଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।